ପିଲାଏ, ଓଡ଼ିଆ ବ୍ୟାକରଣରେ ବ୍ୟବହୃତ ଅଣତ୍ୱ ବିଧିର ବ୍ୟବହାର ଓ ବିବରଣୀ ଆମେ ଆଜି ଜାଣିବା। ଏହି ଭିଡ଼ିଓରେ ଅଣତ୍ୱ ବିଧିର ବ୍ୟବହାର ଓ ବିବରଣୀ ସମ୍ୟକ୍ ଭାବରେ ଦିଆଯାଇଛି। ଅଣତ୍ୱ ବିଧି କ'ଣ? ପଦ ମଧ୍ୟରେ ନ ସ୍ଥାନରେ ଣ ହେବାକୁ ଅଣତ୍ୱ ବିଧି କୁହାଯାଏ। କିଛିଟି ବାକ୍ୟ ବା ପଦ ଆମେ ଯଦି ଅନୁଶୀଳନ କରିବା ତେବେ ଆମେ ଏହା ବିଷୟରେ କିଛି ଜ୍ଞାନ ପାଇପାରିବା। ଯେପରି ମଦନ, ଦାନ, ଦିନ, ଦିନ, ଦୈନ୍ୟ, ଋଣ, ତୃଣ, ମସୃଣ, ଜୀର୍ଣ୍ଣ, ବିଦୀର୍ଣ୍ଣ, ଉତ୍ତୀର୍ଣ୍ଣ, କୃଷ୍ଣ, ଭାଷଣ, ଅନ୍ୱେଷଣ, ପ୍ରାଣ, ଦାରୁଣ, ଦର୍ପଣ, ରୁକ୍ମିଣୀ, ପ୍ରୟାଣ, ରାବଣ। ଏହି ତିନୋଟି ଧାଡ଼ିର ଶବ୍ଦ ଅଛି। ସେ ଶବ୍ଦ ଗୁଡ଼ିକୁ ଲକ୍ଷ୍ୟ କର। ପ୍ରଥମ ଧାଡ଼ିର ଶେଷରେ ପ୍ରତ୍ୟେକ ଶବ୍ଦରେ ନ ରହିଛି। ଦ୍ୱିତୀୟ ଏବଂ ତୃତୀୟ ଧାଡ଼ିର ଶେଷରେ ପ୍ରତ୍ୟେକ ଶବ୍ଦରେ ଣ ରହିଛି। ଏହି ପ୍ରଥମ ଧାଡ଼ିର ଶବ୍ଦକୁ ଲକ୍ଷ୍ୟ କଲେ ଜଣାଯିବ ଯେ ପ୍ରତ୍ୟେକ ଶବ୍ଦରେ ଅକାର, ଆକାର, ହର୍ଷୈକାର, ଦୀର୍ଘଇକାର ଓ ଐକାର ପରେ ନ ରହିଛି। ଯେପରି ମଦନ ଅକାର ପରେ ନ ରହିଛି, ଦାନ ଆକାର ପରେ ନ ରହିଛି, ଦିନ ଇକାର ପରେ ବା ହର୍ଷୈକାର ପରେ ନ ରହିଛି, ଦିନ ଦୀର୍ଘଇକାର ପରେ ନ ରହିଛି, ଦୈନ୍ୟ ଐକାର ପରେ ନ ରହିଛି। ତେଣୁ ସ୍ୱରବର୍ଣ୍ଣର ଏହିପରି କାର ପରେ ଯଦି ନ ଥାଏ, ସେପରି ସ୍ଥଳେ ନ ଣ ହୋଇନଥାଏ, ତାହା ପୂର୍ବବତ୍ ନ ହିଁ ରହିଥାଏ। ଏବେ ଦ୍ୱିତୀୟ ଧାଡ଼ିର କିଛି ଶବ୍ଦ ଦେଖିବା, ଯଥା ଋଣ, ତୃଣ, ମସୃଣ, ଜୀର୍ଣ୍ଣ, ବିଦୀର୍ଣ୍ଣ, ଉତ୍ତୀର୍ଣ୍ଣ, କୃଷ୍ଣ, ଭାଷଣ, ଅନ୍ୱେଷଣ। ଦ୍ୱିତୀୟ ଧାଡ଼ିର ଶବ୍ଦକୁ ଲକ୍ଷ୍ୟ କଲେ ଜଣାଯିବ ଯେ ଏଠାରେ ଏକ ପଦ ମଧ୍ୟରେ ରୁ, ର, ସ ଇତ୍ୟାଦି ପରେ ନ ରହିଛି, ଯାହାକି ଣରେ ପରିବର୍ତ୍ତନ ହୋଇଯାଉଛି। ଯେପରିକି ରୁ, ନ, ଅ, ରୁ ପରେ ନ ରହିଲେ ତାହା ଣ ହୋଇଯାଉଛି। ତୃ, ତରୁ, ନ, ଅ, ତୃଣ, ରୁ ପରେ ନ ରହିଲେ ଣ ହୋଇଯାଉଛି। ମସ୍, ରୁ, ନ, ଅ, ରୁ ପରେ ନ ରହିଲେ ତାହା ଣ ହୋଇଯାଉଛି। କୃଷ୍ଣ, କୃ, ସୋ, ନ, ଅ, ସ ପରେ ନ ରହିଲେ ତାହା ଣ ହୋଇଯାଉଛି। ଏବେ ଏହି ଦ୍ୱିତୀୟ ଧାଡ଼ିର ଶବ୍ଦ ପରେ ଆମେ ଯଦି ତୃତୀୟ ଧାଡ଼ିର ଶବ୍ଦକୁ ଦେଖିବା, ତୃତୀୟ ଧାଡ଼ିର ଶବ୍ଦ ଥିଲା ପ୍ରାଣ, ଦାରୁଣ, ଦର୍ପଣ, ରୁକ୍ମିଣୀ, ପ୍ରୟାଣ, ରାବଣ। ଏହା କିଛିଟି ଶବ୍ଦ ଯେଉଁଥିରେ କି ପ୍ରାଣରେ ପ, ର, ଆ ପରେ ନ ରହିଛି, ସ୍ୱରବର୍ଣ୍ଣ ଆ ପରେ ନ ରହିଛି, କିନ୍ତୁ ଏଠାରେ ତାହା ନଟି ଣ ହୋଇଯାଉଛି। ଦାରୁଣ ହର୍ଷ ଉପରେ ନ ରହିଛି, ଯାହାକି ନ ଅଣରେ ପରିବର୍ତ୍ତନ ହୋଇଯାଉଛି। ଦର୍ପଣ ପ ବର୍ଗ ପରେ ନ ରହିଛି, ତାହା ମଧ୍ୟ ଣରେ ପରିବର୍ତ୍ତନ ହୋଇଯାଉଛି। ତେଣୁ ତୃତୀୟ ଧାଡ଼ିର ପୂର୍ବ ନିୟମ ନଥାଇ ମଧ୍ୟ ନ ଣ ହୋଇଛି। ତେଣୁ ଏହି ଉଦାହରଣ ଗୁଡ଼ିକରେ ଜଣାଯାଉଛି ଯେ ରୁ, ର, ସ ର ଠିକ୍ ପରେ ନ ଥିଲେ, କିମ୍ବା କ ବର୍ଗ କ, ଖ, ଘ, ଘ, ୱ, ପ ବର୍ଗ ପ, ଫ, ବ, ଭ, ମ, ଜ, ୟ, ୱ, ହ ଇତ୍ୟାଦି ପରେ ନ ଥିଲେ ଏହା ଣ ହୁଏ। ଏଥିମଧ୍ୟରୁ ଏକ କିମ୍ବା ଏକାଧିକ ବର୍ଣ୍ଣର ବ୍ୟବଧାନ ଥିଲେ ମଧ୍ୟ ନ ଣ ହୁଏ। ରୁ, ର, ସ ପରେ ଅନ୍ୟ ବର୍ଣ୍ଣର ବ୍ୟବଧାନ ଥିଲେ ନ ଣ ହୁଏ ନାହିଁ। ଯଥା ରଚନା, ରଚନାରେ ଚର ବ୍ୟବଧାନ ରହିଛି, ଅର୍ଥାତ୍ ନ ପୂର୍ବରୁ ଚ ରହିଥିବା ହେତୁ ତାହା ଣ ହେଲା ନାହିଁ। ଯଦି ମଧ୍ୟ ଏଥିରେ ରୁ ରହିଥିଲା ବା ର ରହିଥିଲା। ଏ ପର୍ଯ୍ୟନ୍ତ ଆମେ ଜାଣିଲୁ ଯେ
अ आ इ हर्षई दीर्घई हर्षौ दीर्घ ए ऐ आदि स्वर वर्ण परे न थिले ण हुए नाही। रु र स परे न थिले ଏହା ण हुए। क वर्ग यथा क ख ग घ ङ, प वर्ग यथा प फ ब भ म, ज य व ह आदि परे न थिले ଏହା ण हुए। ଓଡ଼ିଆ ଭାଷାରେ ନ ଓ ଣର ବ୍ୟବହାର ସବୁବେଳେ ନିୟମ ଅନୁସାରେ ହୋଇନଥାଏ। କେତେକ ସ୍ଥଳରେ ଏହାର ଉଲ୍ଲଙ୍ଘନ ମଧ୍ୟ ଦେଖାଯାଏ, ଯଥା ଅଣା, ବୀଣା, ପାଣି, ମଣି, ବଣ, ଜଣାଣ, ବାଣ, ଗୁଣନ ଇତ୍ୟାଦି ଭାଷାରେ ଇତ୍ୟାଦି ଶବ୍ଦରେ ଣକୁ ସ୍ୱାଭାବିକ ଣ କୁହାଯାଏ। ଏ କ୍ଷେତ୍ରରେ ନ ଣ ହୋଇନଥାଏ, ଏହା ସ୍ୱାଭାବିକ ଭାବେ ଣ ହୋଇଥାଏ। ତେବେ ଏହି ଭିଡ଼ିଓରେ ଆମେ ଶିଖିଲୁ ଣତ୍ୱ ବିଧି। ଆସନ୍ତା ଭିଡ଼ିଓରେ ଆମେ ଦେଖିବା ସତ୍ୱ ବିଧି। ଧନ୍ୟବାଦ।